ସବୁ ଯାକ ଫୁଲ କଣ ତୋଳା ହବ ନା କେମିତିଆ ଫୁଲ ତୋଳା ହବ କହିଲ ମୁଁ ତୋଳିବି। ହେ ଆଇଛନ୍ତି ଆଜି ପଠାକୁ ସକାଳୁ ସକାଳୁ କଣ ପାଇଁ ଆଇଛ? କଖାରୁ ଫୁଲ ତୋଳିବି। ହଁ ଗୁଗୁ ମୋର ଭାଙ୍ଗି ଦେଇଛି ଆଉ। ଖୁଡି ନାଇଁ ତମକୁ ଆର ବର୍ଷ ତମର ମୋର ପାର୍ଟନରସିପରେ କରିବା ନା ନାଇଁ? ହଁ ପାର୍ଟନରସିପ କରିବ ଆଉ। ଖୁଡି ଯେମିତି ଆଉ ସକାଳୁ ଆସିବାକୁ ପଡିବନି ତମେ ଆସି କରିବ। ମୁଁ ମୋର ଆସି କୋଦାଳ ଫୋଦାଳ ଧରି ଖୁଡି କଣ ମିଳିଲା ଜହ୍ନିବାରିରେ ଆଉ ଦେଖେଇଲ କେତିକି ଅଛି। ଆମ କାଳିଆ ନବ ହଁ କହିବ ଯିଏ ଆଗେ ଯିବ ସେଇ ନବ। ଆଉ ଏଇଠି ହଉଛି କଖାରୁ ଫୁଲ ଆଉ ଡଙ୍କ ଏଇଠି ଜହ୍ନି ଫୁଲ ଅଛି ନା ଦେଖିବା ଗୋଟେ ଗୋଟେ ବିଡ଼ା କେତିକି ଯାହାର ଦରକାର କେତେଟା ନାଖା ଅଛି 20ଟା ନା ଏଇ ଦେଖନ୍ତୁ 20ଟା ନାଖା ଫୁଲ ଅଛି 20 21 22 ଯାହା ଅଛି ଆଉ ପଶିଲା ଯାହା ହାତରେ ଆଉ ଏଇ ବିଡ଼ା 20 ଟଙ୍କା ପୁରା ଫ୍ରେଶ୍ ଫୁଲ ହାଟରେ 30 ଟଙ୍କା ଜେଜର 20 ଟଙ୍କା ଆସିକି ନେଇଯିବ। ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ଦିଲ୍ଲୀପ ଆଉ ମୋର ଗୋଟେ ଛୋଟିଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଜାଣିପାରୁଥିବ ମୁଁ ଏବେ କେଉଁଠି ଅଛି। ଏଇଟା ହେଉଛି ପଠାଟା ବେଲବଣିଆ ପଠା। ଆମେ ସକାଳୁ ସକାଳୁ ଆସିଥିଲେ ଏଇଠିକି କଖାରୁ ଫୁଲ ଆଉ କଖାରୁ ନେବା ପାଇଁ। ଏଇ ଦେଖନ୍ତୁ ଆଉ ଜହ୍ନି ସେପଟେ ସାନ ବୋଉ ଅଛି ଗୁଗୁ ଅଛି। ଆମେ ଆସିଛୁ ଟିକେ ନେବା ପାଇଁ ସକାଳୁ ସକାଳୁ କହିଲେ ଆଜି ଟିକେ ଛୋଟ ବ୍ଲଗ୍ ଗୋଟେ ବନେଇଦେବା ଆଉ। ଏବେ ହେଇଛି 5:30 ସକାଳୁ ସକାଳୁ ପଳେଇ ଆସିଛୁ ଆଉ ଟିକେ ପଠାରୁ ଜିନିଷ ନେଇକି ତୋଳିକି ଖାଇବା ପାଇଁ ଆଜି ଆଉ ଚାଲନ୍ତୁ ଯିବା ଦେଖେଇବା ଆଜି କ'ଣ କ'ଣ ଆମେ ତୋଳିକି ନେଉଛୁ। ଆଜି ବ୍ୟାଗ୍ ଫ୍ୟାଗ୍ ଧରି ସବୁ ଆଇଛୁ ପଳେଇ ଆଇଛୁ ରେଡ଼ି ହେଇକି। ସବୁ ଯାକ ଫୁଲ କଣ ତୋଳା ହବ ନା କେମିତିଆ ଫୁଲ ତୋଳା ହବ କହିଲ ମୁଁ ତୋଳିବି। ଆଇଛନ୍ତି ଆଜି ପଠାକୁ ସକାଳୁ ସକାଳୁ କ'ଣ ପାଇଁ ଆଇଛ? କଖାରୁ ଫୁଲ ତୋଳିବି। ହଁ ଦେଖେ କୁଆଡ଼େ ଆଇଛ? କଖାରୁ ଫୁଲ ତୋଳିବାକୁ। ତୋଳି ପାରିବ? ଆଉ ଏଠି ଆମର ଖୁଡ଼ି ତୋଳୁଛନ୍ତି କଖାରୁ ଫୁଲ। ସକାଳୁ ସକାଳୁ ଆସି ଆମେ ବୁଲିଲୁଣି ଚାରିଆଡ଼େ ତାଙ୍କୁ ପାଇଲୁଣି ଟୋଟାଲ୍ ଘରୁ ପୁଣି ନେଇକି ଆଇଲୁ। এই দেখুন এটা আমার পঠাটা চারিଆଡ଼େ লোক ତୋଳୁଛନ୍ତି ସବୁଆଡ଼େ। ଏଇ ସେ ଜେଜେ ତୋଳିଲେଣି ତାଙ୍କର ଆମେ ଚାଲ ତୋଳିବା। ଯିଏ ପାରୁଛନ୍ତି ତୋଳୁଛନ୍ତି ନା କ'ଣ ଏଠୁ ଏ ବିଲ ଏଇଟା ମାନେ ସରକାର ବିଲ ଏଇଟା ଯିଏ ପାଇଲେ ତୋଳିଲେ। ଏଇ ତ କଖାରୁ ବଢ଼ିଆ କଖାରୁ ହେଇଛି। ଆଜି କଖାରୁ ଫୁଲ ଖିଆ ହବ କଖାରୁ ଡଙ୍କ ଖିଆ ହବ ସବୁ ଖିଆ ହବ। ହଁ ବ୍ୟାଗ୍ ଆଣିଛୁ। ତମେ ଜାଣିପାରୁଛ ତ ଫୁଲ? ହଁ ହଁ ଠିକ୍ ଅଛି ସେଇଗୁଡ଼ା ତ ଆଉ ଏଇ ପୁରା ଇଏ କରିଦେଇଛି ନାଇଁ ଟୋଟାଲ୍ ଚଢ଼ି ମଢ଼ି ଟୋଟାଲ୍ ଛିଣ୍ଡେଇ ମଣ୍ଡେଇ ଆଉ ରଖିନାହାନ୍ତି। ଜେଜ ଠିକ୍ ତୋଳୁଛନ୍ତି ଫଟାଫଟ ତୋଳୁଛନ୍ତି। ହଁ ଠିକ୍ ତୋଳୁଛନ୍ତି ମାନେ ଏଇଗୁଡ଼ା ଯେଉଁଗୁଡ଼ା ତୋଳା ହେଉଛି ଆଧିରେ ବୋଧେ ଫଳିବନି ଆଧିରେ ହେବନି। କେମିତି ଜାଣୁଛ କେମିତି? କଖାରୁ ଯୋଉଥିରେ ହେଇଛି ଅଲଗା ଇଏଟା ଫୁଲ। ହଁ ଯେ ମୁଁ କହୁଛି ଚିହ୍ନି ପାରୁଛ କେମିତି କେଉଁଟା କଖାରୁ ହେବନି ବୋଲିକି? କେଉଁ ଫୁଲ? ଏଗୁଡ଼ା ଟୋଟାଲି କଖାରୁ ହେବନି ଏ ଫୁଲ ଯୋଉ ତୋଳା ହେଇଛି। ଆଉ ଯୋଉଥିରେ କଖାରୁ ହେଇଥିବ ସେ ତା ଦେହରେ ପୁରା ସିଆଡ଼ୁ ହେଇକି ବାହାରିଥିବ। ହଁ ଆଚ୍ଛା ଏମିତି କଥା। ତାମାନେ କହୁଛ ଏଇଟାରେ କଖାରୁ ହେବନି ଏଇ ଫୁଲରେ? ଆଚ୍ଛା ତାହେଲେ ମୁଁ ଏଇଟା ଗୋଟେ ତୋଳେ ଆଜି। ହଁ ଏଇ ଦେଖ ଆମର କଖାରୁ ଫୁଲ ଖାଲି ପିମ୍ପୁଡ଼ି କ'ଣ ଭିତରେ ମହୁମାଛି ସବୁ ଚାଲନ୍ତି ଫୁଲ ରସ ଖାଇବା ପାଇଁ ନାଇଁ। ଆର ବର୍ଷ ଆମେ ଚାଷ କରିବା ଆଉ ସକାଳୁ ସକାଳୁ ଯିଏ ନାହିଁ ସିଏ ନେଇଯିବ କାହିଁକି? ହଁ ସେ ଆଇଲା ତାର ମନ ଇଚ୍ଛା ତୋଳିଲା ସବୁ। ଆଚ୍ଛା ଏଇଟା ଗୌରାଇ ଘର ବିଲ ସେ ତାଙ୍କର ଯେଉଁଠି ପାରୁଛି ସେଇଠି ତୋଳୁଛନ୍ତି। ସେ ବୋଧେ ତୋଳିଲାଣି ଗୋଟାଏ କୁଣ୍ଡ ଗୋଟେ ତୋଳିଲାଣି। ଏଇ ଦେଖନ୍ତୁ ଆମର ବେଲବଣିଆ ପଠାରେ ଆମେ ଅଛୁ ଏବେ। ବଢ଼ିଆ ଭିୟୁ କେମିତିଆ ପୁରା ସୁନ୍ଦର ଭିୟୁ ସକାଳୁ ସକାଳୁ 6ଟା ବାଜିନି ଏବେ ବି
5:30 ଭଳିଆ ହେଇଛି। ଟୋଟାଲ ଆମେ ଆସି ଖୋଜି 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 ଲାଷ୍ଟ ସେ ବେଲବଣିଆ ସେ ଶିଶୁ ମନ୍ଦିର ଯେଉଁ ଦେଖାଯାଉଛି ସେଠିକି ପଳେଇଛୁ। କୁଆଡ଼େ ଗଲେ ସାନ ବାବୁ କୁଆଡ଼େ ଗଲେ ମୋତେ ଜଣେ କହିଲେ ସେ ଆସିନାହାନ୍ତି, ସେ ଡେଲି ଆଗୁଆ ଆସେ ଆଜି ଆସିନାହାନ୍ତି। ମୁଁ ସେଇଥିପାଇଁ ଘରକୁ ଗଲି, ଘରକୁ ଗଲାବେଳକୁ ଘରେ ନାହୁଁ ନା, ମୁଁ ସେ ଘରକୁ ପଳେଇଛି, ଖୁଡ଼ି ଏପଟେ ପଳେଇଛନ୍ତି। ସେଠି ପୁଣି ଦେଖିବା କେତେ ତୋଳିଲେଣି, ଲୋକ ତୋଳିଲେଣି ଆଉ ଆଜି ରେଡ଼ି ଆଉ। କଖାରୁ ଏଇଠି ଗୋଟେ ବଡ଼ କଖାରୁ ହେଇଛି, ଏଇ ଦେଖ ଏମିତିଆ କଖାରୁ ତୋଳା ହବ ନା ଛୋଟିଆ କଖାରୁ ତୋଳା ହବ? କଖାରୁ ଗୁଡ଼ା ବିକି ଦଉନ ତୋଳିକି। ଏଇଠି ମୋ ଫୁଲ ମୁଁ ତୋଳିକି ପକେଇଥିଲି, ମୁଁ ଖୋଜୁଛି ମୋ ଫୁଲ କୁଆଡ଼େ ଗଲା। ଏଇ ଗେଦ ଆଇଲା, କେମିତି ଆବାଜ କରୁଛି ଗେଦ। ଯୋଉଟା ତୋଳୁଛୁ ତୋଳ। ଏଇଠି ଗୋଟେ କଖାରୁ ହେଇଛି, ଏଇ ତଳେ କୁଆଡ଼େ ଗଲା, ଏଇ ଦେଖାଯାଉଛି। ଡେଲି କଖାରୁ ତୋଳି ବିକି ଦଉନ, ଏଇଠି ଗୋଟେ ପାଚି ଯାଇଛି। ଏଇ ହଁ ଯେ ପାକଳ କ'ଣ ହେଇନି, ଟୋଟାଲ ହେଇନି ପାକଳ। କ'ଣ କ'ଣ ଆଚ୍ଛା, ମୋର ତ ବଡ଼ ଦେଖୁନ, ବଡ଼ ନାଡ଼ ମୋର। ତମେ ଖୋଜି ପାଉନ ଆଉ। ଏଇ ଦେଖ ତୋଳା ହେଇକି ଥୁଆ ହେଇଛି। ସେଣ୍ଡ କ'ଣ ରାତିରେ ପଳେଇ ଯାଉଛି ଖୁଡ଼ି? ହଁ ଏଇ ଦେଖ ଆମର ତୋଳା ଚାଲିଛି, ସରିନି ଏବେ ଯାକେ ତୋଳା। ତାଙ୍କର ରେଟ୍ ଫେଟ୍ ପଚାରିଲେନି, ଗୋଟାଏ ବିଡ଼ା କେତେ ଟଙ୍କା, କେତେରେ ବିକ୍ରି ହେଉଛି, କଖାରୁ କେତେ ଟଙ୍କା ଲେଖା। ଲାଗୁଛି ଆର ବର୍ଷ କରିବ ଆଉ ବିଲ ମୋର। ଖୁଡ଼ି ଯେଉଁ ବର୍ଷା ହେଇଥିଲା ମାନେ ବିଲ ବୁଡ଼ି ଯାଇଥିଲା? ହଁ ଟୋଟାଲ ବୁଡ଼ି ଯାଇଥିଲା, ତଳି ପୁରା ବୁଡ଼ିକିରି ଖାଇଗଲା। ପାଣି 2 ଦିନ ହେଲା ବୋଉଛି ସେ ବିଲକୁ ଶୁଖେଇଲେ ନନୁ ଆଉ ବି ଯାଇ ତା ବିଲ ବୋଉଥିଲା। ଆଉ ସେପଟେ ବୋଧେ ଆଉ ଆର ବର୍ଷ ସେଠୁ ଖୁଡ଼ିର ମୋର ପାର୍ଟନରସିପ୍ରେ ଚାଷ କରିବୁ ହେଲା ଖୁଡ଼ି। କ'ଣ ଆଉ ଦେଖିବ ଖୁଡ଼ି ତମର ମୋର ଆର ବର୍ଷ ପାର୍ଟନରସିପ୍। ଏଇ ଗୁଗୁ ମୋର ଭାଙ୍ଗି ଦେଇଛି ଆଉ। କଖାରୁ ଗୋଟେ 50 ଟଙ୍କା ଦେଇଦିଅ, ପଇସା ବାହାର କର। ଖୁଡ଼ି ନାଇଁ ତମେ କୁହ, ଆର ବର୍ଷ ତମର ମୋର ପାର୍ଟନରସିପ୍ରେ କରିବା ନା ନାଇଁ? ହଁ ପାର୍ଟନରସିପ୍ କରିବ ଆଉ। ଖୁଡ଼ି ଯେମିତି ଆଉ ସକାଳୁ ଆସିବାକୁ ପଡ଼ିବନି, ତମେ ଆସି କରିବ। ମୁଁ ମୋର ଆସି କୋଦାଳ ଫୋଦାଳ ଧରି ମୋର ଡଙ୍କ ନଉନ। ଏଇନା ହଉଛି ଖୁଡ଼ି, ଏଇନା ଦିଅନି ମୋ ଡଙ୍କ। ଏଇ ଡଙ୍କ ତୁଳା ହେଲା ଆମର। ଡଙ୍କ ଆଉ କ'ଣ ହବ କି, କେତିକି ଦରକାର କି? ଆମେ ତ ଘରକୁ ଆମେ ଚାଲି ଚାଲି ପଳେଇ ଆଇଲୁ। ଘରକୁ ନେଇଥାନ୍ତା। ଏଇବା ଖୋଲା ଗୁଳା ଏଇଗୁଳା ତ ଖୁଡ଼ି। ଏତେ ନେଇ କ'ଣ କରିବୁ? ଆଉ ବିଲକୁ ଆଇଲେ ମଜା ଲାଗିଲା ନା ଆଉ। ଜହ୍ନି ଟୋଟାଲ ହଉନି ନା? ଆମର ଦେଖନ୍ତୁ ଫୁଲ, ଡଙ୍କ, କଖାରୁ ରେଡ଼ି। ସକାଳୁ ଆମେ ଆଇଥିଲୁ, ଆମର ହେଇଗଲା। ପଠାକୁ ଆସି କେମିତି ଲାଗୁଛି ଆଜି? ବହୁତ ବଢ଼ିଆ ଲାଗୁଛି। ବହୁତ ବଢ଼ିଆ ଲାଗୁଛି ତ? ଖୁସି ତ? ବହୁତ ଖୁସି। ଡେଲି ଡେଲି କହୁଥିଲା ମୋର ପଠାକୁ ଆସିବ। ଏଥର ଆସିକି ଏଠି କାମ କର। ହଁ କୋଦାଳ ଧରିକି ଆସିବି। ଏଇ ପୁରା କେତେ ତୋଳିଛ କୁହ ଆଜି ଫୁଲ? 20-30ଟା ଖଣ୍ଡେ। 20ଟା ଖଣ୍ଡେ ଫୁଲ ତୋଳିଛି। କଖାରୁ ଗୋଟେ ତୋଳି ଦେଇଛି, ଡଙ୍କ ନେଇଛି।
ଅନ୍ଧାର ହେଇଗଲା। ତମେ କେତେଟା ତୋଳିଛ କୁହ? ମୁଁ ଗୋଟାଏ ତୋଳୁଛି। ମୁଁ ଭାଇ ଗୋଟାଏ ଫୁଲ ତୋଳିଛି, ବଡ଼ ଫୁଲ ତୋଳିଛି ଗୋଟାଏ। ଏଇ ବ୍ୟକ୍ତିଙ୍କ ମୁହଁକୁ ଟିକେ ଖାଲି ଦେଖିକି ରଖନ୍ତୁ। ଦେଖିଲ ମଉସା ସେ କରୁ କେତେ ନେଇକି ଆଇଲେ। ହେଇ ମଉସା ପୁରା କଦା କାନ୍ଧରେ ପକେଇ ଯାଉଛନ୍ତି ମଉସା। ସେ ବି ଏଇନା ଯିବେ ହାଟକୁ, ଯିବେ ଏଇନା ହାଟରେ ବସିବ ଏଇନା ଫୁଲ ବୁଝନ୍ତୁ। ଏଇ ସେପଟେ ସାନ ବୋଉ ହେରିକା ସେଇ ତୋଳାତୋଳି କଣ ଏତିକି ଦବ? ଖୁଡ଼ିଙ୍କର ଫୁଲ ଚାଲିଲା ଏଇନା ହାଟକୁ ଯିବ। କେତେ ବିଡ଼ା ନେଲ ଖୁଡ଼ି? 5-6 ବିଡ଼ା। ଏଇ ଦେଖ ବ୍ୟାଗ୍ ରେଡ଼ି ଆମର ଆଜି ଫୁଲ ଖାଲି ଆଜି ଆଉ। ଚାବିଟା ଆଣକୁ ଆରେ ଫୁଲ ପଡ଼ିଛି ସେଗୁଡ଼ା ନା କଖାରୁ ଫୁଲ, କଖାରୁ ଡଙ୍କ, ଆଉ କ'ଣ ଦରକାର ଆଜି ନା ବୋଉ? ଏଇ ବୋଉକୁ ଟିକେ ଫୁଲ ଦେଇଦେବ। କହିବାରୁ କ'ଣ କହୁଛି ଗ୍ୟାରେଣ୍ଟି ନାହିଁ, ଫୁଲ ଦେଇ ନପାରେ। ବୋଉ ଭିଡ଼ିଓ ଦେଖୁଥା, ଶୁଣି ଦେଇଥିବ ଭିଡ଼ିଓରୁ। ଚାଲ ଆମେ ଏଇନା ଯିବା ଜହ୍ନି ବିଲକୁ। କୋଉଠି କ'ଣ ମିଳିଲା ଜହ୍ନି ବାରିରେ? କୋଉଠି ତୋଳିଛନ୍ତି ଏତିକି ଜହ୍ନି ଆଉ। ଦେଖେଇଲା କେତିକି ଅଛି? ଆମ କାଳିଆ ନବ, ହଁ କହିବ ଯିଏ ଆଗେ ଯିବ ସେଇ ନବ। ଆଉ ସିଏ ଆସିଥିବ, ହଁ ଆମ ନାନୀ କହିବ ବାବୁ କହିବ କାଳିଆ ତୁ ଆମେ ବସ ବୋଲି ଯିଏ ଆଗେ ଯିବ ସିଏ ନବ ନା। ଦେଖ ଏତିକି ଆମର ଜହ୍ନି ମିଳିଛି। ଏତେ ବଡ଼ ବାରିଟା, ଏତିକି ଜହ୍ନି ମିଳିଲା ଆମର। ନାଇଁ ତମେ ନବନି କି? ମୁଁ ପରଦିନ ନେଇଥିଲି। ଅଛି ଏଇ ଦେଖ ଜହ୍ନି ଆସିଗଲା। ଆଉ ଗୋଟେ କଖାରୁ ନେଇଯା। ଏଇଠି କଖାରୁ କ'ଣ ହବ? କଖାରୁ ତମେ କେତେ କଷ୍ଟ କରୁଛ ତା ଭିତରେ। ଏଇଠି ହେଉଛି କଖାରୁ ଫୁଲ ଆଉ ଡଙ୍କ। ଏଇଠି ଜହ୍ନି ପୁରା ଫ୍ରେଶ୍ ଦେଖ ପୁରା ଫ୍ରେଶ୍ ତୋଳା ହେଇକି ଆଇଛି ଏଇନା ପୁରା ଫ୍ରେଶ୍ ଜହ୍ନି। ଆରେ ନା ରେ ହେଇ ସେଠି କେତେ ଫୁଲ ତୋଳା ହେଇଛି। ଏ ତୋଳା ଏଇନା ହାଟକୁ ଯିବ ଫୁଲ ସବୁ। ବିଡ଼ା ବନ୍ଧା ହେଇଛି ଏଇନା ହାଟରେ। ବିଡ଼ା କେତେ ଟଙ୍କା ଲେଖା କମେଣ୍ଟ କରି ଜଣେଇବେ ଆଉ। ଦେଖନ୍ତୁ ପୁରା ମସ୍ତ ଦେଖିଲ। ଦେଖିଲା ବେଳକୁ ଭାରି ଖୁସି ଲାଗୁଛି। ଖାଇବା ତ ପଛ କଥା, ଏଇଟା ଆସିକି ତୋଳିକି ସକାଳୁ ପୁରା ବଢ଼ିଆ ଲାଗୁଛି। ଆଉ ଧୀରେ ଧୀରେ ଅନ୍ଧାର ହେଇଯାଉଛି ବିଲ। ଦେଖନ୍ତୁ ମେଘ ଆଇଲାଣି, ପୁରା ଅନ୍ଧାର ହେଇଗଲାଣି। ଆମେ ସେ ବିଲରେ ଥିଲୁ ପୁରା। ଏପଟେ ଆଉ ଗୋଟେ ବିଲ, ଏଇଠି ହେଉଛି ଜହ୍ନି ବିଲ। ଜହ୍ନି ଗଛ ମରିଯାଇଛି ବର୍ଷା ସକାଶେ। ଆଉ ଏଠି ପୁରା ଫୁଲ ତୋଳା ହେଇକି ପୁରା ସାଇଜ୍ ହେଇକି ଥୁଆ ହେଇଛି। ଏବେ ବି ହାଟକୁ ଯିବା। ଆଜି ଗୁରୁବାର, ଆମର ସାଲେପୁର ହାଟ ଅଛି। ଏସବୁ ଯାଇ ପହଞ୍ଚିବ। ହାଟ ପାଇଁ ଆଜି ସ୍ପେଶାଲ ଫୁଲ ଅଛି। ଗୁରୁବାର ହାଟ ଆମର ସାଲେପୁର। ଏଇ ଜେଜ ନେଇକି ଆଣି। ଜେଜ ବିଡ଼ା କେତେ ଟଙ୍କା ଲେଖା ହାଟରେ? ଗୋଟେ ବିଡ଼ା 20 ଟଙ୍କା। ଆଚ୍ଛା ବଢ଼ିଆ ଆଉ କ'ଣ, ପୁରା ଫ୍ରେଶ୍ ଫୁଲ ଆଉ। ଏବେ କେତେ ବିଡ଼ା ଆଣିଲ କି? ଏବେ କେତେ ବିଡ଼ା ଅଛି ହାତରେ? ଏ 2 ବିଡ଼ା ଅଛି ନା। ଦେଖିବା ଗୋଟେ ବିଡ଼ା କେତିକି। ଯାହାର ଦରକାର କେତେଟା ଲେଖା ଅଛି? 20 ଟଙ୍କା। ଏଇ ଦେଖନ୍ତୁ 20ଟା ଲେଖା ଫୁଲ ଅଛି। 20, 21, 22 ଯାହା ଅଛି ଆଉ, ପଶିଲା ଯାହା ହାତରେ ଆଉ। ଏଇ ବିଡ଼ା 20 ଟଙ୍କା, ପୁରା ଫ୍ରେଶ୍ ଫୁଲ। ହାଟରେ 30 ଟଙ୍କା, ଜେଜର 20 ଟଙ୍କା। ଆସିକି ନେଇଯିବ। ଏବେ କେଉଁଠି ହାଟକୁ ଯିବ? ବଜାରରେ। ଆଉ କେଉଁଠି ବସୁଛ ଯାଇକି? ଆମର ଯେଉଁ ବିଜୁ ପଟ୍ଟନାୟକ ଷ୍ଟାଚୁ। ଆଚ୍ଛା। ଆଉ ଜେଜକୁ ଦେଖୁଥାଅ, ଚିହ୍ନିଥାଅ। ପୁରା ଆସିବ ଏଇନା ସାଙ୍ଗେ ସାଙ୍ଗେ ଫ୍ରେଶ୍ ଫୁଲ। ମୁଁ ସାଙ୍ଗେ ସାଙ୍ଗେ ଏଇନା ଭିଡ଼ିଓ ପକାଉଛି, ଆସିକି ନେଇଯିବେ ସାଙ୍ଗେ ସାଙ୍ଗେ। ଆଉ ଗୋଟେ ବିଡ଼ାରେ ଜରି ଦେଲେ କେମିତି କ'ଣ ହେବ? ନାଇଁ କି ତା ଦେହରେ କ'ଣ ସବୁ ଜରି? ଓହୋ, ଜରି ନେଇକି ଯାଉଛ। ଜରି ନେଇକି ଆଇଛନ୍ତି ଜେଜ। ଫୁଲ ବିକ୍ରି ହବ। ରେଡି ଆଉ। ଏ କେତେ ବିଡ଼ା ଭଳିଆ ଥିବ ଟୋଟାଲ ଜେଜ? ରେଜା ପଇସା ନବ। ରେଜା ପଇସା ନହେଲେ ବିକ୍ରି ହବନି। ରେଜା ମୁଁ ଡେଲି 500-600 ଟଙ୍କା ରେଜା ନେଇଯାଉଛି। ପରଦିନ ମାଗୁସନ୍ ଏତେ ପଇସା ମୁଁ ଦେବିନି। କେତେ ବିଡ଼ା ଅଛି? ଇଏ କେତେ ବିଡ଼ା ଭଳିଆ ହବ ଜେଜ? ଇଏ କେଇ ବିଡ଼ା ହେଲା? 22 ବିଡ଼ା ହେଲା। ଟୋଟାଲ 22 ବିଡ଼ା। ଜେଜ ବଢ଼ିଆ। 2,500 ଟଙ୍କା ହବ। ଆଉ 4,000 ଟଙ୍କା ହବ ଏତିକ ଫୁଲ। 22 ବିଡ଼ା ଫୁଲ ହେଲେ 22 10 200 20 20 200 250 ଟଙ୍କା। 450 ଟଙ୍କା ହବ। 450 ଟଙ୍କା ନା କ'ଣ ଜେଜ? 450 ଟଙ୍କା ହବ। ଜେଜ ସକାଳୁ ଗୋଟେ ମଜୁରୀ ବାହାରିଲା ଆଉ କ'ଣ? 20 ଟଙ୍କାରୁ କମ୍ ଦଉଛି। ହଁ
ଜେଜେ କଖାରୁ ବିକୁନ କି ଖାଲି ଫୁଲ ବିକୁଛ? ଫୁଲ କଖାରୁ ବା ହେଇନି, କଖାରୁ ଫାଳ କରାହେଇଛି 20 ପଇସା। ଆଉ ପଠାରେ କଣ କଣ ହେଇଛି ଏଠି ଆମର ଜହ୍ନି ଫନି ହେଇନି? ଇଏ ନେଇଗଲେଣି କ'ଣ କଲେ? ଆଚ୍ଛା ଆମର ଏ ଫାଳ କଖାରୁ ଛଡା ଆଉ ତମର କୋଉଟା ଏଇଟା ଏଇ ଫଳଟା? ଆଉ କଖାରୁ ନାହିଁ ଆଉ। ସେ ଆଚ୍ଛା ଖାଉନି କ'ଣ ଥିଲା, ମୁଁ ପରଦିନ କରୁଥିଲି 20ଟା। 20ଟା ଭଳିଆ ପଡିଛି ନା ନାଇଁ ଅଧିକ ଅଛି? କୋଉଠୁ ଆସିବ? ଆଉ ତୁ ଚୋର ନଉନି? ଚୋର ନେଇଯାଉଛି। ନେଲା ନା ନେଇଯାଉଛି। କରମ ମୋର କେହି ନେବେନି। ସେଇଆ ସେ ଗୋଟାଏ ନେଲେ ମୋର 3ଟା ଆସିବ। ନବୁ ଠିକ ଠିକ ଗୋଟାଏ ଲୋକ ଚୋରି କଲେ ଆଉ 3ଟା ଦେବେ ନା କଣ? 3ଟା ଭଗବାନ ଦବ। ଭଗବାନ ଦବ। ଜେଜେ ଚାଲିଲେ 20 ଟଙ୍କା ଖର୍ଚ୍ଚ ହଉଛି କଖାରୁ ଫୁଲ ଚା। ଆଉ କଣ ଖାଲି ସେମିତି? ପୁଣିଆ ଗଲା ଏଇ ପାରା ପଇଲା, ଏଇ ପାରା ଏଗୁଡ଼ା ପାରା ପାରା କଣ ଖାଇ ଦଉଛି ନା କଣ? ଓହୋ ତଳି ପଡିଛି, ତଳି ପଡିଛି। ଆମେ ଏଇନା ହେଇ ଚାଲିଲୁ, ଜେଜେ ଚାଲିଲେ ତାଙ୍କର ଫୁଲ ନେଇକି। ହଁ, କାଲି ଆଉ ଫୁଲ